ଦି ଜଣ କେକ୍ ଏମିତି ଛଡେଇକି ଖାଇବେ ବୋଲି ମୁଁ ଭାବି ନଥିଲି। କେକ୍ ନେଇ ଆସିଥିଲି ଦୋକାନ ଏଣେ ବନ୍ଦ ହେଇଯାଇଛି। ନମସ୍କାର, ଜୟ ଜଗନ୍ନାଥ। ମୋ ନାଁ ସିପୁନ। ଆଉ ଗୋଟେ ଖତରନାକ ମିନି ବ୍ଲଗ କୁ ସ୍ୱାଗତ ଜଣାଉଛି। ଆମେ ଦି ଜଣ ଯାଉଛୁ ତେଲ ଆଣିବାକୁ। ବାଟରେ ଦିଟା ଛପରି ମୋ ସହିତ ଗାଡିର କମ୍ପିଟିସନ ଲଗାଉଛନ୍ତି। ତାଙ୍କ ଆଗରେ ଗାଡିଟିକୁ କଟେଇକି ପଳେଇ ଆସିଲି ବୋଲି ମତେ ସାଇଡ ଗାଡିକି ପଳେଇଉଛନ୍ତି। ମୋ ଭାଇ ବି ଖତରନାକ ଖେଳାଡି ଯେ ପେଟ୍ରୋଲ ପମ୍ପ କୁ ଆସି ଫାଷ୍ଟ ଡିଜେଲ ନେଲୁ, ତାପରେ ପେଟ୍ରୋଲ ଗାଡି ଟାଙ୍କିରେ ଭରିଦେଲି 1000 ଟଙ୍କାରେ। ସାଙ୍ଗମାନେ ତେଲ ନେଇକି ଦୋକାନକୁ ପଳେଇ ଆସିଲି। ଫ୍ରିଜ ଭିତରେ ଯେତେଟା କେକ୍ ଅଛି ସବୁ ଅର୍ଡର ଅଛି। ଆଜି ପୁଣି ବେଳତାକୁ ଯିବି କେକ୍ ଆଣିତେ। ଗୋଟେ କଷ୍ଟମର ଏଇ କେକ୍ ପସନ୍ଦ ହେଲାନି ବୋଲି ପୁଣି ତାଙ୍କ ପସନ୍ଦର ଆଣିବି। ତାଙ୍କର ଦରକାର ଥିଲା ବଟର ସ୍କଚ। କଷ୍ଟମର ଯେତେବେଳେ ଫରମାଇଶ କରିଛନ୍ତି ମାନେ ଆଣିକି ଦବାକୁ ତ ବାଧ୍ୟ। କିଛି ଥଣ୍ଡା ଏଠି ଫ୍ରିଜ ରୁ କାଢିକି ଆଗ ଫ୍ରିଜ କୁ ନେମି, ତାପରେ ପଳେଇ ଆସିଥିଲି ଘରକୁ। ଗାଧେଇକି ଖାଇକି ବେଳତା ବଙ୍କୁ ମୁଁ ଚାଲିଲୁ କେକ୍ ଆଣିତେ। ଏଇକିନା ବର୍ଷା ଝିପି ଝିପି ପକଉଛି। ଯେତେବେଳେ କେକ୍ ସବୁ ପହଞ୍ଚିଲି ଏଠି ତାର ଦୋକାନ ବନ୍ଦ ଥିଲା, ଖାଲି ଅଧା ଖୋଲା ହେଇଛି। ଭାଇଙ୍କୁ ଫୋନ କରିକି ପଚାରିଲି, ଭାଇ କହିଲେ ଟିକେ ୱେଟ୍ କର, ଯାଇକି ପହଞ୍ଚୁଛି। କିଛି ସମୟ ପରେ ଭାଇ ଆସିଲେ, କେକ୍ ନେଇକି ଦୋକାନକୁ ପଳେଇ ଆସିଲି। ଗୋଟେ କଷ୍ଟମର ଆସିଲେ କେକ୍ ନେଇତେ। ସେଦିନ ଯୋଉ କେକ୍ ଖରାପ ହେଇଯାଇଥିଲା ସେ କେକ୍ ଏଙ୍କୁ ସବୁ ଦେଇଦେଲି ଖାଇବାକୁ। ମୋ ତରଫରୁ ଏଙ୍କୁ ସବୁ ଦେଲି ପାର୍ଟି। ଆଜିର ବ୍ଲଗ ଏଇଠି ରଖୁଛି, ଆଉ ଦେଖିବା ନେକ୍ସଟ ବ୍ଲଗ ରେ।